ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1। ଘରେ ରୋଷେଇ କରିସାରିବା ପରେ କିଛି ଖାଦ୍ୟ ପ୍ରଥମେ ବାସ୍ତୁଦେବତାଙ୍କୁ ସମର୍ପଣ କରି ଗାଈକୁ ଖୁଆଇଲେ ମଙ୍ଗଳ ହୋଇଥାଏ। ନମ୍ବର 2। ସ୍ତ୍ରୀ ଲୋକମାନଙ୍କ ମେକଅପ୍ ସାମଗ୍ରୀ କେବେ ବି ବେଡ୍ରୁମ୍ ବ୍ୟତୀତ ଅନ୍ୟ କେଉଁ ଘରେ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ନମ୍ବର 3। ଶୋଇବା ଘରେ ବେଡ୍ ପାଖରେ କିଛି ଧଳା ଫୁଲର ଫଟୋ ରଖିବା ଦ୍ୱାରା ବୈବାହିକ ଜୀବନରେ ସୁଖ ସୌଭାଗ୍ୟ ଆସିଥାଏ। ନମ୍ବର 4। ଘରର ଦକ୍ଷିଣ ପଶ୍ଚିମ କୋଣରେ ବେଡ୍ରୁମ୍ କରିବା ଉଚିତ, ଏହାଦ୍ୱାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଥାଏ। ନମ୍ବର 5। ଘରେ କେବେ ବି ଲୁହା ଖଟରେ ଶୋଇବା ଉଚିତ ନୁହେଁ, ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ନମ୍ବର 6। ପ୍ରତ୍ୟେକ ଦିନ ସ୍ୱାମୀ ସ୍ତ୍ରୀ ଉଭୟ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଅଭାବ ଅସୁବିଧା ଦୂର ହୋଇ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ନମ୍ବର 7। ଯଦି ଘରେ ବାସ୍ତୁଦୋଷ ଦୂର ହେଲେ ପରେ ବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥାଏ, ତେବେ ଉଭୟ ସୋମବାର ଦିନ 2 ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ତାହା ଦୂର ହୋଇଥାଏ। ନମ୍ବର 8। ରୋଷେଇ ଘରେ ଗୋଟିଏ ମାଟି ପାତ୍ରରେ ମହୁ ରଖି ତାକୁ ବ୍ୟବହାର କରିବା ଉଚିତ, ଏହାଦ୍ୱାରା ବୈବାହିକ ଜୀବନରେ ମଧୁରତା ଆସିଥାଏ। ନମ୍ବର 9। ଯଦି ଛୁଆ ଅନବରତ କାନ୍ଦୁଥାଏ, ତେବେ ତାର ଶୋଇବା ଶେଯକୁ ମୟୂର ପୁଚ୍ଛରେ କିଛି ଦିନ ଘଷନ୍ତୁ ଏବଂ କୁଶ ଆସନରେ ବିଛଣା କରି ପିଲାକୁ ଶୋଇବାକୁ ଦିଅନ୍ତୁ। ନମ୍ବର 10। ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ, କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ନମ୍ବର 11। ଅଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଘରର ଈଶାନ୍ୟ କୋଣରେ ଘିଅ ଦୀପରେ କେଶର ପକାଇ ଜାଳିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ। ନମ୍ବର 12। ଗୋଟିଏ ନଡ଼ିଆକୁ ହଳଦିଆ କପଡ଼ାରେ ବାନ୍ଧି ଠାକୁର ଘରେ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଲେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 13। ମନ୍ଦିରରେ ପରିକ୍ରମା ବାମ ହାତ ଆଡ଼ୁ କରିବା ଉଚିତ, ଭୁଲ ପରିକ୍ରମା କରିବା ଅଶୁଭ ହୋଇଥାଏ। ନମ୍ବର 14। ଗୁରୁବାର ଦିନ ଗୋରୁ ଓ ଧାନ ଚାଉଳ ବିକ୍ରି କଲେ ଲୋକ ଦାରିଦ୍ର୍ୟ ହୁଏ ଓ ଘରେ ଅଭାବ ଅନାଟନ ଦେଖାଦେଇଥାଏ ଏବଂ ଋଣ ଭାର ବୃଦ୍ଧି ପାଇଥାଏ। ନମ୍ବର 15। ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଘଣ୍ଟା ଲଗାଇବା ଉଚିତ, ଏହା ଶୁଭ ଏବଂ ମଙ୍ଗଳକାରୀ ହେବା ସହିତ ଆର୍ଥିକ ଉନ୍ନତି ହୋଇଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ। ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।